ପିଲାମାନେ ସମସ୍ତେ କେମିତି ଅଛ? ସମସ୍ତଙ୍କୁ ପ୍ରଥମେ ଶୁଭ ସକାଳ। ସମସ୍ତଙ୍କ ଦିନଟି ଭଲରେ ଭଲରେ କଟୁ। ଆଜି ପାଠ ପଢିବା, ଆରମ୍ଭ କରିବା। ଆମେ ହେଲୁ ଓଡ଼ିଆ। ଆମେ କଣ ଓଡ଼ିଆ? ଆମେ ଓଡ଼ିଶାରେ ରହୁଛେ। ଓଡ଼ିଆ 12 ମାସରେ ଆମର 13 ପର୍ବ। ସେଇ ଯୋଉ 12 ମାସ ତାରି ନାମ ଗୁଡ଼ିକ ଆମେ ଆଜି ଜାଣିବା। କେଉଁ ପର୍ବ କେଉଁ ମାସରେ ପାଳନ କରାଯାଏ ସେଇଗୁଡ଼ାକ ମଧ୍ୟ ଆଜି ଜାଣିବା। ରେଡି? ପ୍ରଥମର ମାସ ହେଲା ବୈଶାଖ। ପ୍ରଥମ ମାସ ନା କଣ? ବୈଶାଖ ମାସରେ ଅକ୍ଷୟ ତୃତୀୟା ହୁଏ। ମହାବିଶ୍ୱ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ପାଳନ କରାଯାଏ। ଦ୍ୱିତୀୟରେ ଜ୍ୟେଷ୍ଠ। ଦ୍ୱିତୀୟ ମାସ ନା କଣ? ଜ୍ୟେଷ୍ଠ ମାସରେ ରଜ। ରଜ ଜାଣିଛ? ରଜ ଝିଅ ମାନେ ପାଳନ କରୁଥିବେ, ପୁଅ ମାନେ ବି ପାଳନ କରନ୍ତି। ରଜରେ କାହା ଘରେ ପିଠା ହୁଏ? ସମସ୍ତଙ୍କ ଘରେ ପିଠା। କୋଉ ପିଠା ହୁଏ ରଜରେ? ଆଉ ଝିଅ ମାନେ ପାନ ଖାଆନ୍ତି, ଅଳତା ଲଗାନ୍ତି, ବୁଲନ୍ତି। ରଜ ପର୍ବ ପାଳନ କରାଯାଏ ଜ୍ୟେଷ୍ଠ ମାସରେ। ତୃତୀୟରେ ଆଷାଢ଼। ତୃତୀୟରେ ଆଷାଢ଼ ମାସରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବା ଘୋଷ ଯାତ୍ରା ପାଳନ କରାଯାଏ କୋଉ ମାସରେ? ଆଷାଢ଼ ମାସରେ। କୋଉ ମାସରେ? ଆଷାଢ଼ ମାସରେ। ତାପରେ ଚତୁର୍ଥ ହେଲା ଶ୍ରାବଣ। ଚତୁର୍ଥ ମାସ କିଏ? ଶ୍ରାବଣ ମାସରେ ବୋଲବମ୍ ଯାତ୍ରା, ଶିବ ଶଙ୍କରଙ୍କର ବୋଲବମ୍ ଯାତ୍ରା ପାଳନ କରାଯାଏ। ଆଉ ମଧ୍ୟ ତୃତୀୟା ଲାଗି ଅମାବାସ୍ୟା ପାଳନ କରାଯାଏ। ତାପରେ ପଞ୍ଚମ ମାସ ହେଲା ଭାଦ୍ରବ। ପଞ୍ଚମ ମାସ କିଏ? ଭାଦ୍ରବ ମାସରେ ଗଣେଶ ଚତୁର୍ଥୀ, ନୂଆଖାଇ, ଖୁଦୁରୁକୁଣୀ ଓଷା ଏଗୁଡାକ ସବୁ ପାଳନ କରାଯାଏ। କୋଉ ମାସରେ? ଭାଦ୍ରବ ମାସରେ। କୋଉ ମାସରେ? ଭାଦ୍ରବ। ତାପରେ ଆଶ୍ଵିନ ମାସରେ ଦଶହରା ପର୍ବ ପାଳନ କରାଯାଏ। ଯୋଉ ଦେବୀଙ୍କର ଆଗମନ ହୁଏ, କାଳୀ ପୂଜା ହୁଏ, କୁମାର ପୂର୍ଣ୍ଣିମା ହୁଏ। କୋଉ ମାସରେ? ଆଶ୍ଵିନ ମାସରେ। ଝିଅ ମାନେ କୁମାର ପୂର୍ଣ୍ଣିମା ପାଳନ କରନ୍ତି, ନୂଆ ଡ୍ରେସ ପିନ୍ଧନ୍ତି। ଦଶହରାରେ ଦଶ ପୂଜା ମା ଦେବୀ ଦୁର୍ଗା ବିରାଜମାନ କରନ୍ତି। ସମସ୍ତେ ଜାଣିଛ ନା ଜାଣିନ? ତାପରେ ମାସ ହେଲା କାର୍ତ୍ତିକ। ତାପରେ ମାସ କଣ? କାର୍ତ୍ତିକ ମାସରେ ରାସ ପୂର୍ଣ୍ଣିମା ବା ଡଙ୍ଗା ଭସା ପୂର୍ଣ୍ଣିମା ପାଳନ କରାଯାଏ। ତାପର ମାସ ହେଲା ମାର୍ଗଶିର। ମାର୍ଗଶିର ମାସରେ ମା ଲକ୍ଷ୍ମୀଙ୍କର ମାଣବସା ବ୍ରତ ପାଳନ କରାଯାଏ। କୋଉ ମାସରେ? ମାର୍ଗଶିର। କୋଉ ମାସରେ? ତାପର ମାସ ହେଲା ପୌଷ। ପୌଷ ମାସରେ ନୂତନ ବର୍ଷ ପାଳନ କରାଯାଏ। ପୌଷ ରବିବାର ପାଳନ କରାଯାଏ। ନବବର୍ଷ ଏଇ ସବୁ ପାଳନ କରାଯାଏ। ତାପର ମାସ ହେଲା ମାଘ। ମାଘ ମାସରେ ଶ୍ରୀ ପଞ୍ଚମୀ ସରସ୍ୱତୀ ପୂଜା ପାଳନ କରାଯାଏ। ମା ସରସ୍ୱତୀ ବିଦ୍ୟାଦାତ୍ରୀ, ତାଙ୍କ ପର୍ବ ପାଳନ କରାଯାଏ। ତାପର ମାସ ହେଲା ଫାଲ୍ଗୁନ। ଫାଲ୍ଗୁନ ମାସ ବା ଆମେ ଓଡ଼ିଆ ମାନେ ଯାହା କହୁଛୁ ଫଗୁଣ। ସେଥିରେ ଦୋଳରେ ବିରାଜମାନ କରନ୍ତି ରାଧା କୃଷ୍ଣ। ଦୋଳ ପୂର୍ଣ୍ଣିମା କରନ୍ତି, ଗାଁ ଗାଁ ବୁଲି ରାଧା କୃଷ୍ଣ ଭୋଗ ଖାଆନ୍ତି। ଜାଣିଛନ୍ତି? ଯୋଉ ତାଙ୍କ ପାଲିଙ୍କିରେ ବସିକି ଭୋଗ ଖାଆନ୍ତି। କୋଉ ପର୍ବରେ? ଦୋଳ ପୂର୍ଣ୍ଣିମା। ତାପରେ ଚୈତ୍ର ମାସ। କୋଉ ମାସ? ଶେଷ ବା ଲାଷ୍ଟ ହେଉଛି ଚୈତ୍ର। ଚୈତ୍ର ମାସରେ ଚୈତ୍ର ମଙ୍ଗଳା ଓଷା ପାଳନ କରାଯାଏ। ତାହେଲେ ଆମର ଟୋଟାଲ ଆମେ କେତେ ମାସର ନାମ ଜାଣିଲେ? ପ୍ରଥମରେ ହେଲା ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ଵିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ, ଚୈତ୍ର। ଏଇସବୁ ହେଲା 12 ମାସର ନାମ। ମନେ ରହିଲା? କହିଲ। ପ୍ରଥମରେ ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ଵିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ, ଚୈତ୍ର। ଗୁଡ୍ ବୟ, ଗୁଡ୍ ଗାର୍ଲ। ସମସ୍ତେ ବଢିଆ ଉତ୍ତର ଦଉଛ। ସମସ୍ତଙ୍କର ଏତକ ସବୁ ମନେ ରହିଲା? ମନେ ରହିଗଲା? ଆଉ ଆର କ୍ଲାସକୁ ଆଉ ଗୋଟେ ନୂତନ ଅଧ୍ୟାୟ ପଢେଇବା। ସମସ୍ତଙ୍କର ବିଷୟଟି ମନେ ରହିଗଲା ତ? ଭୁଲିବନି ଆଉ।